ପିଲାମାନେ ଆଜିର ଏଇ ଭିଡ଼ିଓରେ ଆମେ ଆଲୋଚନା କରିବା ତୁମର ସପ୍ତମ ଶ୍ରେଣୀର ଯେଉଁ ଆନୁଆଲ ବା ବାର୍ଷିକ ପରୀକ୍ଷା ତାର ସାହିତ୍ୟର କିଛି ପ୍ରଶ୍ନପତ୍ର ଯୋଉଟା ପ୍ରାକ୍ଟିସ୍ ଟେଷ୍ଟ। ତ ୟାକୁ ତୁମେ ଅଭ୍ୟାସ କର, ନିହାତି ତୁମର ପରୀକ୍ଷା ଭଲ ହେବ। ତ ଯେଉଁମାନେ ଭିଡ଼ିଓଟା ଦେଖୁଛ ଶେଷ ଯାଏ ଦେଖ ଏବଂ ଚ୍ୟାନେଲର ଅଧିକରୁ ଅଧିକ ସାଙ୍ଗମାନଙ୍କୁ ସେୟାର କର। ତ ଚାଲ ଦେଖିବା କ'ଣ ସବୁ ପ୍ରଶ୍ନ ରହିଛି। ତ ପିଲା ପ୍ରଥମେ ଏମିତି ତୁମର ଗୋଟେ ଆସିବ ଅନୁଚ୍ଛେଦଟି, ଯୋଉଟାକି କିଛି ପ୍ରଶ୍ନ ରହିବ, ତା ଦେହରେ ତୁମେ ଉତ୍ତର ଦେବାକୁ ପଡ଼ିବ। ଯେମିତି ଏଠି ଅନୁଚ୍ଛେଦ ଦେଇଛି, ଭୀମ ଭୋଇ ସନ୍ଥ କବି ଭାବେ ପରିଚିତ। ଭୀମ ଭୋଇଙ୍କର ଅସହାୟ ଜୀବନର କାହାଣୀ ସ୍ତୁତି ଚିନ୍ତାମଣିର ଅନେକ ବୋଲି ଓ ଭଜନ ଗୁଡ଼ିକର ଅଭିବ୍ୟକ୍ତ। ଜନଶ୍ରୁତି ଅନୁଯାୟୀ ଏକଦା ଗୁରୁଚରଥା ସମୟରେ ସେ ଗୋଟେ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲେ। ସେହି କୂଅଟି ବର୍ତ୍ତମାନ କନ୍ଧରା ଗ୍ରାମରେ ଅବସ୍ଥିତ। କିମ୍ବଦନ୍ତୀ କହେ ତାଙ୍କର ଗୁରୁ ସେଠାରେ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ ଏବଂ ତାଙ୍କୁ ଗୁରୁଙ୍କର ଅତି ପ୍ରିୟ ଭକ୍ତରେ ସେ ପରିଣତ ହୋଇଥିଲେ। ତାଙ୍କରି କବିତ୍ୱ ଶକ୍ତି ବଳରେ ଭୀମ ଭୋଇ କବିତା ରଚନା ଆରମ୍ଭ କରିଥିଲେ। 1877 ମସିହାରେ ସୋନପୁର ଗଡ଼ଜାତର ଖଲିଆପାଲିଠାରେ ସେ ନିଜର ଆଶ୍ରମ ସ୍ଥାପନ କରିଥିଲେ। ଚୈତନ୍ୟ ଦାସ ଓ ଚନ୍ଦ୍ରମଣି ଦାସ ସନ୍ଥ କବି ଭୀମଙ୍କ ପାଇଁ ଥିଲେ ଅନେକାଂଶରେ ଆଦର୍ଶ। ତ ଫାର୍ଷ୍ଟ କ୍ୱେଶ୍ଚିନ୍ ତୁମର ଅଛି, ଭୀମ ଭୋଇ କେଉଁ କବି ରୂପେ ପରିଚିତ? ତ ଏହାର ଆନ୍ସର ଏଇଠି ଦେଖ, ସ୍ପଷ୍ଟ ଭାବେ ଲେଖା ଅଛି କି ଭୀମ ଭୋଇ ସନ୍ଥ କବି ଭାବରେ ପରିଚିତ। ତାପରେ ପ୍ରଶ୍ନ କ'ଣ ଅଛି? ତ ପିଲା ଏହାର ଉତ୍ତର ଏଇଟା ହେବ ସନ୍ଥ କବି। ତାପରେ କ'ଣ ପ୍ରଶ୍ନ ଅଛି ଦେଖିବା। ତାପରେ ପ୍ରଶ୍ନ ଅଛି, ଭୀମ ଭୋଇଙ୍କ କବିତା ରଚନା କିପରି ଆରମ୍ଭ ହେଲା? ତ ଏହାର ଉତ୍ତର ଦେଖିବା ଆମେ। ତ ଉତ୍ତର କୋଉଠି ଅଛି ଦେଖ, ତାଙ୍କର କବିତ୍ୱ ଶକ୍ତି ବଳରେ ଭୀମ ଭୋଇ କବିତା ରଚନା ଆରମ୍ଭ କରିଥିଲେ। ନେକ୍ସଟ ପ୍ରଶ୍ନ ଅଛି ପିଲାଏ, ପରିତ୍ୟକ୍ତ ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ କର। ନିଶ୍ଚୟ ତୁମର ଆସିବ, ଯେମିତି କି ତୁମେ ଲେଖିପାରିବ ରାମ ତା ବାପା ମାଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ବାହାରକୁ ଚାଲିଗଲା, ଏମିତି ମଧ୍ୟ କରିପାରିବ। 4 ଦେଇଛି ପ୍ରଶ୍ନ, ଭୀମ ଭୋଇ କେଉଁ ସ୍ଥାନରେ ନିଜର ଆଶ୍ରମ ସ୍ଥାପନ କରିଥିଲେ? ତାର ଉତ୍ତର ଆମେ ଦେଖିବା କ'ଣ ଅଛି। ତ ଉତ୍ତର ପିଲା ଦେଖ, ଏଇଠି ଲେଖା ଅଛି କି 1877 ମସିହାରେ ସୋନପୁର ଗଡ଼ଜାତର ଖଲିଆପାଲିଠାରେ ସେ ନିଜର ଆଶ୍ରମ ସ୍ଥାପନ କରିଥିଲେ। ତ ଉତ୍ତର ତୁମେ ଆରାମ ଲେଖିପାରିବ ଖଲିଆପାଲି। ତାପରେ କବି ରୂପରେ କେଉଁ ସମୟରେ ପଡ଼ିଗଲେ, ତା ମଧ୍ୟ ସେଥିରେ ଅଛି ଲେଖିବ। ତାପରେ କବି କେଉଁ ସମୟରେ ନିଜର ଆଶ୍ରମ ସ୍ଥାପନ କରିଥିଲେ? 1877, ଏଇଟା ହବ। ତ ଏଇଭଳିଆ ତୁମେ ଉତ୍ତର ଦେଖି ଅନୁଚ୍ଛେଦଟି କରିପାରିବ। ନେକ୍ସଟ ପ୍ରଶ୍ନ ଦେଖିବା। ନେକ୍ସଟ ପିଲା ତମର ପ୍ରଶ୍ନ ଅଛି, କହିଛି ତଳ କବିତାଟିକୁ ପଢ଼ି 7 ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ଯେମିତି ପ୍ରଶ୍ନ ଅଛି, ଗିରିଶମ ଗଲା ବରଷା ଆସିଲା ମୌସୁମୀ ସାଥେ ନେଇକି, ତପତ ଧରଣୀ ଉଶ୍ୱାସ କରିଲା ଶୀତଳ ପରଶ ଦେଇକି, ଚାରିଆଡ଼େ ହେଲା ଜଳମୟ ଆଉ ଗଡ଼ିଆ ପୋଖରୀ ପୁରିଲା, କେଁ କଟ କଟ ବେଙ୍ଗୁଲିର ଡାକ ଲାଗୁଅଛି ଭାରି ସୁରିଲା, ଚାଷୀ ଭାଇ ଏବେ ସରାଗେ ଧାଇଁଲା କ୍ଷେତ ଚଷିବାକୁ ତାହାର, ଏଇବେଳେ ସେ ଘରେ ବସିଗଲେ କିଏ ଯୋଗାଇବ ଆହାର। ତ ପ୍ରଶ୍ନ ଏଇଠି ଅଛି, କବିତାରେ କାହା ବିଷୟରେ କୁହାଯାଇଛି? ଦେଖ, କାହା ବିଷୟରେ କୁହାଯାଇଛି ନା, ଗିରିଶମ ଗଲା ବର୍ଷା ଆସିଲା ମୌସୁମୀ ସାଥେ ନେଇକି, ତପତ ଧରଣୀ ଉଶ୍ୱାସ କଲା ଶୀତଳ ପରଶ ଦେଇକି, ଚାରିଆଡ଼େ ହେଲା ଜଳମୟ ଆଉ ଗଡ଼ିଆ ପୋଖରୀ ପୁରିଲା, କେଁ କଟ କଟ ବେଙ୍ଗୁଲି ଡାକ ଲାଗୁଅଛି ଭାରି ସୁରିଲା, ଚାଷୀ ଭାଇ ଏବେ ସରାଗ ଧାଇଁଲା କ୍ଷେତ ଚଷିବାକୁ ତାହାର, ଏଇବେଳେ ସେ ଘରେ ବସିଗଲେ କିଏ ଯୋଗାଇବ କାହାର। ତ କବିତାରେ କାହା ବିଷୟରେ କୁହାଯାଇଛି ନା, ଚାଷୀ ଭାଇ ବିଷୟରେ କୁହାଯାଇଛି। 8 ନମ୍ବର ଅଛି, ତପତ ଧରଣୀ ଉଶ୍ୱାସ କରିଲା, କହିବାର ଅର୍ଥ କ'ଣ? ଆର ମଧ୍ୟ ଏଇଠି ଉତ୍ତର ଅଛି, ତୁମେ ଲେଖିବ ଯେ ତପତ ଧରଣୀ ଉଶ୍ୱାସ କଲା ଶୀତଳ ପରଶ ଦେଇକି। ଅର୍ଥାତ ଗରମ ଯେଉଁ ଧରଣୀ ସେ ଧୀରେ ଧୀରେ ଉଶ୍ୱାସ ହେଲା କ'ଣ? ଶୀତଳ ପରଶ ଦେଇକି ବର୍ଷା ହେଲା ବର୍ଷା ଦେଇକି। ନେକ୍ସଟ ପ୍ରଶ୍ନ ଦେଖିବା। ନେକ୍ସଟ ପ୍ରଶ୍ନ ପିଲା ଅଛି, ବର୍ଷା କାହାକୁ ସାଙ୍ଗରେ ନେଇ ଆସିଲା ବୋଲି କୁହାଯାଇଛି? ତ ଉତ୍ତର ଦେଖିବା ଆମେ କ'ଣ ଅଛି। ତ ବର୍ଷା କାହା ସାଙ୍ଗରେ ନେଇ ଆସିଲା ନା, ଏହାର ଉତ୍ତର ଏଇଠି ଅଛି ଦେଖ। ତ ପିଲାମାନେ ଦେଖ, କହିଛି ଗିରିଶମ ଗଲା ବରଷା ଆସିଲା, କାହାକୁ ସାଙ୍ଗରେ ନେଇ? ମୌସୁମୀ ସାଥେ ନେଇକି, ଅର୍ଥାତ ବର୍ଷା ମୌସୁମୀକୁ ନେଇକି ଆସିଲା ବୋଲି ଏଠି ଲେଖିବ। 10 ନମ୍ବର ପ୍ରଶ୍ନ ଅଛି ପିଲାଏ, ତମର ଚାଷୀ ଭାଇ ସରାଗରେ କ୍ଷେତକୁ ଧାଇଁଗଲେ କାହିଁକି? ନା ଚାଷ କାର୍ଯ୍ୟ କରିବା ପାଇଁ। ଆରାମରେ ତମ ଅନୁଚ୍ଛେଦ ଲେଖିବ। ତାପରେ 11 ନମ୍ବର ଅଛି, ନିମ୍ନରେ ଦିଆଯାଇଥିବା ସଂଳାପକୁ ପଢ଼ି ଏହାର ସାରମର୍ମକୁ ସଂକ୍ଷେପ ନିଜ ଭାଷାରେ ଲେଖ। ଯେମିତିକି ରମେଶ ମାଷ୍ଟରକୁ ପାଠ ପଢ଼ା କ'ଣ ନିହାତି ଦରକାର? ଶିକ୍ଷକ ହଁ, ଖାଇବା ପିଇବା ପିନ୍ଧିବା ରହିବା ଭଳି ପାଠଟି ଦରକାର। ପାଠ ହେଉଛି ଆଲୋକ ସଦୃଶ, ଯାହାର
ଅନ୍ଧାର ଭିତରେ ଆମ ବାଟ ଦେଖାଇଥାଏ। ରମେଶ କହିଛି ଆଜ୍ଞା ମାଷ୍ଟର ବାବୁ ପାଠଟା ବୁଝିଗଲେ ଭାରି ସହଜ, ପାଠଟା ବୁଝିବା ବେଳେ ପଢ଼ାଗଲେ ଭାରି ଭଲ ହୁଅନ୍ତା। ତାକୁ ତୁମେ ସାରମର୍ମ ସଂକ୍ଷେପରେ ଲେଖିବ, ଏମିତି ପ୍ରଶ୍ନ ତୁମର ଆସିବ। ନେକ୍ସଟ ତୁମର ପିଲାମାନେ 12 ନମ୍ବର ଅଛି, ତଳେ ଦିଆଯାଇଥିବା ଚିତ୍ରରୁ ଦେଖ, ଚିତ୍ର ସମ୍ପର୍କ ନିଜ ଭାଷାରେ ଲେଖ। ଏଠି ତୁମେ ନିଜ ଭାଷାରେ ଲେଖିବ, ଯେମିତିକି ପରସ୍ପରକୁ ଧରାଧରି ହେଲେ ହିଁ ଏକତା ଆସେ, ଅର୍ଥାତ୍ ଗୋଟିଏ ହାତରୁ 2 ହାତ 3 ହାତ ଯୋଡ଼ା ହେଲେ, ଅର୍ଥାତ୍ ଅନେକ ଲୋକ ମିଶିଲେ ଏକତା ଆସେ। ଯେଉଁ ଏକତା ମଧ୍ୟ ବଳ, ଗୋଟେ ଏକତା ବଳରେ ଆମେ ସମୂହ ଲୋକଙ୍କୁ ନେଇକି ଯେକୌଣସି କାମ ସହଜରେ ହାସଲ କରିପାରିବା। ଏମିତି ତୁମେ କ'ଣ ତଳେ ଯାଇଥିବା ଚିତ୍ରକୁ ଦେଖି ଚିତ୍ର ସମ୍ପର୍କ ନିଜ ଭାଷାରେ ଲେଖିପାରିବ। ତାପରେ ଦେଖିବା, ତାପରେ ପ୍ରଶ୍ନ ପିଲା ତୁମର ଅଛି ନିମ୍ନଲିଖିତ ପଦଟିକୁ ପଢ଼ି ସରଳ ଭାଷାରେ ବୁଝାଇ ଲେଖ। ତ ପଦଟି ଏଠି ଦେଇଛି କି ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ। ୟାକୁ ତୁମେ ସରଳ ଭାଷାରେ ଏଠି ଲେଖିବ। 14 ନମ୍ବର ପିଲା ଦେଇଛି କ ସ୍ତମ୍ଭରେ ଦିଆଯାଇଥିବା ଶବ୍ଦକୁ ଖ ସ୍ତମ୍ଭର ଉପଯୁକ୍ତ ଅର୍ଥ ସହ ଗାରଟାଣି ଯୋଡ଼। ଯେମିତିକି ଏଠି ଆମର କ'ଣ ଦେଇଛି, ଅଗ୍ନି ଦେଇଛି, ଅମୃତ ଅରଣ୍ୟ। ତ ଅରଣ୍ୟ ଲେଖିବ ଏଠି, ଅଗ୍ନିର ଯେମିତି ହବ କି କ'ଣ ଅନଳ, ଯେମିତି ଅମୃତ ହବ ପିୟୁଷ, ଅରଣ୍ୟ ଏମିତି ଲେଖିପାରିବ। ତାପରେ 15 ନମ୍ବର ପ୍ରଶ୍ନ ଦେଇଛି ତଳେ ଦିଆଯାଇଥିବା ଶବ୍ଦ ଦୁଟିର ଅର୍ଥ ଅନୁସାରେ ବାକ୍ୟ ଲେଖ। ନୀତି, ଏ ନୀତିର ମାନେ କ'ଣ ନା ଲେଖିବ ରାମ ନିତିଦିନ ସ୍କୁଲ ଯାଏ, କିନ୍ତୁ ଏ ନୀତି ଅନୁସାରେ ନିୟମ, ଅର୍ଥାତ୍ ନୀତି ଅନୁଯାୟୀ ସମସ୍ତେ କ'ଣ କାର୍ଯ୍ୟ କରିବା ଦରକାର, ଏମିତି ଲେଖିପାରିବ। 16 ନମ୍ବର ପ୍ରଶ୍ନ ପିଲା ଅଛି ମଣିଷର ଅହଙ୍କାର ଉନ୍ନତିର ପ୍ରତିବନ୍ଧକ ଅଟେ। ତ ଅହଙ୍କାର ତଳେ ଗାର ଅଛି, କହିଛି ରେଖାଙ୍କିତ ପଦକୁ ବିଶେଷଣ ପରିବର୍ତ୍ତନ କରି ଲେଖ। ଏଇଭଳି ତୁମ ପ୍ରଶ୍ନ ପରୀକ୍ଷାରେ ଆସିବ। 17 ନମ୍ବର ପ୍ରଶ୍ନ ପିଲା ଅଛି ବାଛୁରୀଟି ଗାଁ ଦାଣ୍ଡରେ ଡେଉଁଥିଲା, ବର୍ତ୍ତମାନ କାଳରେ ବାକ୍ୟଟିକୁ ବଦଳାଇ ଲେଖ। ତ କ'ଣ ହବ ନା ବାଛୁରୀଟି ଗାଁ ଦାଣ୍ଡରେ ଡେଉଁଛି। ତାପରେ 18 19 ନମ୍ବର ପ୍ରଶ୍ନରେ ଶୂନ୍ୟସ୍ଥାନ ପୂରଣ କରି କହିଛି ତ୍ରିଫଳର ସମାହାର ତ୍ରିଫଳା, ପଞ୍ଚବଟର ସମାହାର କ'ଣ ହବ ପଞ୍ଚବଟୀ। ତ ଅନୁରାଗ ବିରାଗ, ଅଭିଜ୍ଞ ଅନଭିଜ୍ଞ ହବ। ତଳେ ଏଇଟା ତୁମେ କରିବ। ତାପରେ ତଳେ ଯାଇଥିବା ଶବ୍ଦଟିକୁ ପ୍ରୟୋଗ କରି ଗୋଟିଏ ବାକ୍ୟରେ ଲେଖ। ସେବକ, ତଳେ ଯାଇଥିବା ଶବ୍ଦଟିକୁ ପ୍ରୟୋଗ କରି ଗୋଟିଏ ବାକ୍ୟ ଲେଖ। ତ ସେବକକୁ କ'ଣ ଲେଖିବ ଯେ ଏହାର ଉତ୍ତର ଲେଖିବ ତୁମେ ଏମିତି କି ଲକ୍ଷ୍ମଣ ରାମଚନ୍ଦ୍ରଙ୍କର ସେବକ ଭାବରେ ସାରା ଦିନ କଟାଇ ଦେଇଥିଲେ, ଏମିତି ଲେଖିପାରିବ। ତାପରେ ପ୍ରଶ୍ନ ଆସିଗଲା ଗୀତାର କଥା ଶୁଣି ମିତାର ଡ୍ୟାସ୍ ହେଲା, ଆଉ ଜବାବ କ'ଣ ଦେବ? ତ ଉପଯୁକ୍ତ ରୂଢ଼ି ଦ୍ୱାରା ଶୂନ୍ୟସ୍ଥାନ ପୂରଣ କର। ତ ଗୀତାର କଥା ଶୁଣି ମିତାର ଅକଲ ଗୁଡୁମ ହେଲା, ଆଉ ଜବାବ କ'ଣ ଦେବ? ଏଇଟା ହବ। ଆଉ ଲିଙ୍ଗ ପରିବର୍ତ୍ତନ କରି ଲେଖ। ସନ୍ନ୍ୟାସୀ, ସନ୍ନ୍ୟାସ ହବ, ସନ୍ନ୍ୟାସିନୀ ହବ, ଏଇଟା ସନ୍ନ୍ୟାସିନୀ। ଜନକ, ଜାନକୀ ହବ, ଜାନକୀ। ମାନବ, ମାନବୀ, ଏମିତି ତୁମେ ଲେଖିପାରିବ। ତାପରେ ପ୍ରଶ୍ନ ଅଛି ପିଲାଏ ଆପଣ କୁଆଡ଼େ ଯାଉଛନ୍ତି, ଉକ୍ତ ପାଖରେ ରେଖାଙ୍କିତ ଶବ୍ଦଟି କେଉଁ ବଚନ ଅନ୍ତର୍ଗତ? ଏମିତି ଆସିବ ପ୍ରଶ୍ନ। ତୁମମାନେ କର୍ମର ଅବହେଳା କରନା, ରେଖାଙ୍କିତ ପଦର ପୁରୁଷ ବଚନ ଲେଖ। ତାପରେ ଅଛି ଶବ୍ଦ ଗୁଡ଼ିକୁ ଉପଯୁକ୍ତ କ୍ରମ ସହ ଅର୍ଥପୂର୍ଣ୍ଣ ଆକାରରେ ଗଠନ କରି ଲେଖ। କର୍ମ ମାଧ୍ୟମରେ ଜଣେ ନିଜର ଆଖ୍ୟା ମହାପୁରୁଷ ଲାଭ କରେ। ତାକୁ ଶବ୍ଦଟିକୁ ସଜାଇ କ'ଣ ଲେଖିବ କି କର୍ମ ମାଧ୍ୟମରେ ଜଣେ କ'ଣ ଏଠି ତୁମେ କ'ଣ ଲେଖିବ? ଏଠି ଲେଖିବ କ'ଣ ନିଜର କର୍ମ ମାଧ୍ୟମରେ ଜଣେ ମହାପୁରୁଷ ଆଖ୍ୟା ଲାଭ କରେ, ଏଇଭଳି ତୁମେ ଲେଖିପାରିବ। ତାପରେ ପ୍ରଶ୍ନ ପିଲା ଅଛି ଭାଷାନ୍ତର, ଏହାର ଉପଯୁକ୍ତ ଅର୍ଥଟିକୁ ବାଛି ତଳେ ଲେଖ। ଭାଷା ଓ ଅନ୍ତର, ଅନ୍ୟ ଭାଷା, ଭାଷାରୁ ଅନ୍ତର, ଭାଷାକୁ ଅନ୍ତର। ତ ଭାଷାନ୍ତର କହିଲେ କ'ଣ ନା ଭାଷାରୁ ଅନ୍ତର। ତାପରେ କହିଛି 27 ନମ୍ବର ତଳେ ଦିଆଥିବା ବାକ୍ୟରେ ଉପଯୁକ୍ତ ବିରାମ ଚିହ୍ନ ବ୍ୟବହାର କରି ବାକ୍ୟଟିକୁ ଆଉଥରେ ଲେଖ। ସେ ସୁନ୍ଦର ଉପଦେଶ ଦିଅନ୍ତି ମାତ୍ର ନିଜେ ଆଚରଣ କରନ୍ତି ନାହିଁ, ଏମିତି ଲେଖିବ। ତାପରେ କହିଛି 28 ନମ୍ବର ନିମ୍ନଲିଖିତ ପ୍ରସଙ୍ଗ ମଧ୍ୟରୁ 70 80 ଶବ୍ଦ ମଧ୍ୟ ଯେକୌଣସି ଗୋଟେ ବିଷୟରେ ଲେଖ। ବୃକ୍ଷ ଆମର ବନ୍ଧୁ, ସୁସ୍ଥ ଜୀବନ ବ୍ୟାୟାମ, ସହାନୁଭୂତି, ଆ ବିଷୟରେ ତୁମେ କିଛି ଲେଖିବ। ତ ପିଲାମାନେ ଆମେ ଆଲୋଚନା କରୁଥିଲେ ତୁମର ସପ୍ତମ ଶ୍ରେଣୀ ଯେଉଁ ବାର୍ଷିକ ପରୀକ୍ଷା ହୁଏ ତାର କିଛି ପ୍ରଶ୍ନ ଯେଉଁଟାକି ଅଭ୍ୟାସ ପାଇଁ ତୁମର ଏଇଭଳି ପ୍ରଶ୍ନ ତୁମର ପରୀକ୍ଷାରେ ଆସେ। ତ ୟାକୁ ଯଦି ଭଲସେ ପ୍ରାକ୍ଟିସ୍ କରୁଛ ନିହାତି ତୁମର ପରୀକ୍ଷା ଭଲ ହେବ। ତେଣୁ ପ୍ରାକ୍ଟିସ୍ ସେଟ୍ ଏଗୁଡ଼ା ସବୁ ପିଲା
ତ ନିହାତି ଅଧିକରୁ ଅଧିକ ପ୍ରାକ୍ଟିସ୍ କର ଏବଂ ସାଙ୍ଗମାନଙ୍କୁ ଅଧିକରୁ ଅଧିକ ସେୟାର କର।